ମୃତ୍ୟୁ ଜୀବନର ଗୋଟେ ଏମିତି ସତ ଯାହା ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼େ। ମୁଁ ଧନୀ ହୁଏ ବା ଗରିବ, ରାଜା ହୁଏ ବା ରଙ୍କ, ମୃତ୍ୟୁ ସମସ୍ତଙ୍କୁ ଆସେ। ନମସ୍କାର, ମୁଁ ସୌମ୍ୟଜିତ ଆଉ ଆପଣଙ୍କୁ ସ୍ୱାଗତ କରୁଛି ଜୀବନର ସବୁଠାରୁ ମୂଲ୍ୟବାନ ସତ୍ୟ ଘଟଣାକୁ। ସ୍ୱର୍ଗଦ୍ୱାର, ଯେଉଁଠାରେ ଜୀବନ ଶେଷ ହୁଏ ଆଉ ଆତ୍ମା ଆରମ୍ଭ କରେ ନୂଆ ଯାତ୍ରା। ଏହା ହେଉଛି ମୃତ୍ୟୁ, ଯାହା ଜୀବନକୁ ଅର୍ଥ ଦେଇଥାଏ। ସବୁଠୁ ଅନ୍ତିମ ସୂଚ ହେଉଛି ମୃତ୍ୟୁ, ଯୋଉଠି ମଣିଷ ଯେତେବେଳେ ମଣିଷର ଶରୀର ଯେତେବେଳେ ଗୋଟେ ପାଷାଣ ପାଲଟି ଯାଏ, ମଣିଷ ଯେତେବେଳେ ପରମାତ୍ମାଙ୍କ ସାଙ୍ଗରେ ମିଶେ, ସେତେବେଳେ ଜୀବନର ସବୁ କିଛି ହିଁ ହାରିଦିଏ। ଆଉ ଏଇଟା ହେଉଛି ସ୍ୱର୍ଗଦ୍ୱାର, ଯୋଉଠି ଗୋଟେ ଶରୀର ତା ଆତ୍ମା ଛାଡିକି ପରମାତ୍ମାଙ୍କ ସାଙ୍ଗରେ ମିଶେ। ପ୍ରତ୍ୟେକ ଅଗ୍ନିରେ ଜଳୁଛି କେବଳ ଶବ ନୁହେଁ, ଏହା ଏକ ଜୀବନର କାହାଣୀ, କିଛି ସ୍ମୃତି, କିଛି ଅପୂର୍ଣ୍ଣ ସପନ, କିଛି ହସ ଓ ଲୁହ। କିନ୍ତୁ ଏଠି ସେ ସବୁକୁ ଶାନ୍ତିରେ ପରିଣତ କରିଦିଏ ଏ ଅଗ୍ନି। ଏଠି ଦେଖିଲେ ଜୀବନ ମୂଲ୍ୟ ବି ବୁଝିପାରିବେ। କେତେ ଛୋଟ ହେଉଛି ଆମର ସମୟ, କେତେ ବଡ଼ ହେଉଛି ଆମର ଯାତ୍ରା। ମଣିଷ ଜନ୍ମ ନିଏ, ହସେ ଆଉ ସମସ୍ତଙ୍କୁ ହସାଇବାକୁ ଚେଷ୍ଟା କରେ, କିନ୍ତୁ ମୃତ୍ୟୁ ସେହି ସତ୍ୟ ଯାହାକୁ ସର୍ବଦା ଭୟ କରେ। କିନ୍ତୁ ଏହି ପୁରୀର ସ୍ୱର୍ଗଦ୍ୱାରରେ ମୃତ୍ୟୁ ଭୟ ନୁହେଁ, ଏଠି ମୂର୍ତ୍ତିକୁ ସ୍ୱୀକାର କରାଯାଏ ଏକ ସତ୍ୟ ଏବଂ ମୁକ୍ତି ଆକାରରେ। ଅଛନ୍ତି ମା ଭଗବତୀ ବସାଞ୍ଚଣ୍ଡୀ, ତାଙ୍କ ନାମ ନେଇଗଲେ କିଛି ନାହିଁ, ଡର ଭୟ କିଛି ନାହିଁ। ପ୍ରଥମେ ସେମିତି ଲାଗିଲା। ଅବଶ୍ୟ ମୋ କଥା ମୋର କହୁଛି, ପ୍ରଥମେ ମୁଁ ଯେତେବେଳେ ଆସିଲି ଏଠାରେ ଯୋଉ ଡେଡ୍ ବଡି ଯେତେବେଳେ ହାଟକୁ ଆସୁଛି ଭଲ ମଣିଷ ହେଇକି, ଯେତେବେଳେ ଡେଡ୍ ବଡି 35% କି 40% ଜଳି ଯାଉଛି, ତାପରେ ତାର ଯୋଉ ରୂପଟା ଦେଖାଯାଉଛି ତା ସହିତ ବି କମ୍ପ୍ରମାଇଜ କରିବାକୁ ପଡେ। କାହିଁକିନା ସେ ଯୋଉ ରୂପଟା ଆମେ ପାଖରୁ ଦେଖୁଥିବୁ ତ କାମ କରୁଥିବୁ, ଏବେ ବି ଅଲଗା ଟାଇପ ର ମତେ ଲାଗୁଛି ଆମକୁ, ହେଲେ ତା ପାଖରେ ଆମେ କାମ କରୁଥିବୁ। ତ କାମ କଲା ଭିତରେ ପ୍ରଥମେ ଲାଗିଲା ଆମେ ଚାହୁଁଛୁ ଆମ ଜୀବନଟା ଏଇଠି ଲାଷ୍ଟ ହେଇଯିବ, ଆଉ ଆମର କିଛି ଦରକାର ମାନେ ଜୀବନର ସବୁଠୁ ସୁନ୍ଦର ସୁନ୍ଦର ଭିତରେ ଆପଣ ଆସିକି ପହଞ୍ଚିଗଲେଣି। ମାନେ ଆମ ଭାଗ୍ୟରେ ଥିଲା ବୋଲି ଆମେ ବି ବହୁତ ଧନ୍ୟବାଦ, ମାନେ ଆମେ ମନେ କରୁଛୁ ଏଇ କାମ କରୁଛୁ। ଆଜ୍ଞା ଆଜ୍ଞା। ମହାଦେବ, ଯେଉଁଠାରେ ମୃତ୍ୟୁ ସତ୍ୟ, ସେଠାରେ ମହାଦେବ ହେଉଛନ୍ତି ସାକ୍ଷୀ। ମୃତ୍ୟୁକୁ ଭୟ କରୁଥିବା ଏହି ଜଗତରେ ଶିବ ମୃତ୍ୟୁକୁ ହାତରେ ଧରି ତାଣ୍ଡବ ନୃତ୍ୟ କରନ୍ତି। ମହାଦେବ, ଯିଏ କାଳଙ୍କ କାଳ ମହାକାଳ, ଯିଏ ମୃତ୍ୟୁକୁ ନିଜେ ନିୟନ୍ତ୍ରଣ କରନ୍ତି, ଯାହାଙ୍କ ଗଳାରେ ଶୋଭା ପାଏ ମୁଣ୍ଡମାଳା, ଯିଏ ଶ୍ମଶାନର ରାଜା। ମୋର ଆଜିର ଏହି ଉପସ୍ଥାପନା ସେହି ମହାଦେବଙ୍କର ପାଦ ତଳେ ମୁଁ ସମର୍ପଣ କରୁଛି। ମୃତ୍ୟୁ ଜୀବନର ଗୋଟେ ଏମିତି ସତ ଯୋଉଟା କି ସମସ୍ତଙ୍କୁ ବୁଝିବାକୁ ପଡେ। ଚାହେ ମୁଁ ଧନୀ ହୁଏ, ମୁଁ ଗରିବ ହୁଏ, କିନ୍ତୁ ଗୋଟେ ଶେଷ ସମୟରେ ମୁଁ ଗୋଟେ ଏମିତି ଜାଗାରେ ଆସିକି ପହଞ୍ଚିବି ଯୋଉଠି ନା ମୋ ଦେହରେ କପଡା ଥିବ, ନା ମୋ ସାଙ୍ଗରେ କେହି ସାଥୀ ଥିବେ।